ସେଥିର ମାଲିକ ମୁଁ ନୁହେଁ ଆଜ୍ଞା। ନାଇଁ ମୁଁ କେବଳ ଗାଡି ମୋ ସାଥିରେ ସେ ମାଲିକ ଆସନ୍ତି, ସେ ଗାଡି ମୁଁ ସେତିକି ଚଲାଏ ସେତିକି, ନହେଲେ ମୁଁ ଜାଣିନି। ମୁଁ ଏ ୱାଗନରଟା ଚଲାଉଥିଲି। ନାଇଁ ଆଜ୍ଞା କିଛି ଆଜ୍ଞା ମୁଁ ଜାଣିନି, ମୁଁ କିଛି ଜାଣିନି ଆଜ୍ଞା। କହିପାରିନି ତାଙ୍କ ନାଁ କଣ, ମନୋଜ ସାହୁ। ମନୋଜ ସାହୁ ପୁରା ତାଙ୍କୁ ନେଇକି ଆସେ ମୁଁ କେବଳ ମୋ ଗାଡିରେ ସାଥିରେ। ତାଙ୍କ ଘର ମୁଁ କହିପାରିବିନି, ସେ ମେଘାରେ ବୋଲି ମୁଁ ଶୁଣିଛି। ପୋଲିସ କଥା ମୁଁ କହିପାରିବିନି, ସେ କଣ ପ୍ରକାର ଆଜ୍ଞା ସେତିକି ବେଳେ ସୁଟିଂ ଯଦି କରିଥାନ୍ତେ ଆପଣ ଜାଣିଥାନ୍ତେ। ଏଇନେ ପଚାରିଲେ ଆମେ କଣ କହିବୁ ତାର। ଏଇନେ ତ ବର୍ତ୍ତମାନ ରାତିରେ ମାଲ ଭରି କରିକି ଧରିକି ଆସୁଛନ୍ତି। ମାଲିକ ସିଏ ଗାଡି ଆସୁଛି ପଛରେ କିଏ କୋଉଠି ମୁଁ କହିପାରିନି, ସିଏ ଆଗରେ ମତେ କହିଲେ ତୁ ଗାଡି ଚଲା ମୁଁ ବସିକି ଯିବି, ବାସ୍ ସେତିକି ହେଇଛି କଥା, ଆଉ କିଛି ନାହିଁ। କେବଳ ଏତିକି ତାକୁ ନେଇକି ଆସିଥିଲେ। ନା ସିଏ ମତେ ଗାଡି ଗୋଟେ ଜାଗାରେ ଠିଆ କରିଦେଇକି ସିଏ ଯାଇଥିଲେ କୁଆଡେ ପଳେଇ ଯାଇଥିଲେ, ସିଏ ତାହେଲେ ଜାଣିଥିବେ ମୁଁ କହିପାରିନି। ମୁଁ କେବଳ ଗାଡିରେ ବସିଥିଲି, ଏତିକି ହିଁ ମୁଁ ଜାଣିଛି, ଆଉ କିଛି ଜାଣିନି। ଖାଇ ବସିଥିଲି, ଖାଇକି ଆସିକି ମୋ ବାଇକ୍ ଷ୍ଟାର୍ଟ ମାରିଲା ବସିକି ମତେ ଆସିକି ଧଇଲେ। ଆଜ୍ଞା ମତେ ଆସିକି ଧଇଲେ, ମୁଁ କହିଲି କିଏ, ମୁଁ କହିଲି ଆପଣ କିଏ ମତେ କାହିଁ ଦଉଛନ୍ତି? ନା ମୁଁ ଷ୍ଟାଫ୍, ମୁଁ କହିଲି କୋଉ ଷ୍ଟାଫ୍? ନା ଆମ ପୋଲିସ ଷ୍ଟାଫ୍। ମୁଁ କହିଲି କାହିଁକି ଧରୁଛନ୍ତି କାହିଁକି? ମୁଁ ସେ ଜିନିଷ ପଚାର, ମୋ ନା ଲିପୁ ଟିକିରିଆ ଚଷାଣା। ନାଇଁ ମୁଁ ଆଜ୍ଞା ଆସୁଥିଲି ବାଲୁଗାଁରୁ, ଏଠି ସେ ହୋଟେଲରେ ଖାଇ ବସିଥିଲି, ଖାଇକି ଜଷ୍ଟ ମୁଁ ଆସିଲି। ଆଗ ଫାଷ୍ଟ ମତେ ଆଇଲେ କି ଏଇଟା କଣ ପାନ୍ଥିକା ନା, ହଁ ସେଇଠି ଖାଇକି ମୁଁ ଘରକୁ ଫେରୁଥିଲି। ମତେ ଫାଷ୍ଟ ଧରିଲା ପରେ ମତେ କିଛି ମୋର ବାହାରି, ମୋ ନିଜ ବାଇକ୍ ଅଛି, ମୋ ବାଇକ୍ର ବି କାଗଜପତ୍ର ଅଛି, କିଛି ମୋର କିଛି ଇଏ ନାହିଁ, ଡିଫଲ୍ଟ ନାହିଁ। ନାଇଁ ସେ କିଛି ନାହିଁ, କିଛି ଜାଣିନି ମୁଁ ସେଇଠି କାମ କରେନି, ମୁଁ ଖାଲି ମାଲ ଆସେ ଇଏ ଆସେ, ମୁଁ ମୋର ଗିଲ୍ ଖୋଲିଲେ ଗିଲ୍ ଦିଏ ସେତିକି, ମୋର ଆଉ କିଛି କାମ ନାହିଁ ଆଜ୍ଞା। ସେଇ ଫ୍ୟାକ୍ଟ୍ରିରେ ସିଏ ତାଙ୍କର ପ୍ୟାକ୍ କରନ୍ତି, ତାଙ୍କର ଦିନ ବେଳେ ଆସିକି, ମୁଁ ସନ୍ଧ୍ୟାବେଳେ ଯାଇ ମଦ ପ୍ୟାକ୍ କରନ୍ତି ସେଠି, ଯୋଉ ଆସିକି ଯୋଉ ଗିଲ୍ ମଦ ଆସେ ଯାଏ, ମୁଁ ଏତିକି ଜାଣିନି। ଆଉ ସେଇଠି କେତେ ଦିନ ଚାଲିଛି କହ, ମୁଁ 8 ଦିନ ଅଛି, 8 ଦିନ କହିପାରିବିନି। ସେ ତାର ମାଲିକ ଜାଣିଥ, ମୁଁ କେହି ଜାଣିବି। ମାଲିକ ମେଘା